ନମସ୍କାର ଶ୍ରୋତା ବନ୍ଧୁ ମାନେ। ଯେତେବେଳେ ଲଙ୍କାର ସୁବର୍ଣ୍ଣ ନଗରୀରେ ରାବଣର ରାଜତ୍ୱ ଚାଲୁଥିଲା, ସେ ଦଶାନନ ଦଶମୁଖ ଲଙ୍କେଶ୍ୱର ଭାବେ କେତେ ନାମରେ ଜଣାଯାଉଥିଲା। କିନ୍ତୁ ଆପଣ କ'ଣ ଜାଣିଛନ୍ତି ତାଙ୍କର ଅସଲି କାହାଣୀ? ତାଙ୍କ ହୃଦୟରେ ଲୁଚି ରହିଥିବା ଦୁଃଖ? ରାବଣ କେବଳ ଏକ ରାକ୍ଷସ ରାଜା ନଥିଲେ, ସେ ଥିଲେ ପୁଲସ୍ତ୍ୟ ଋଷିଙ୍କର ନାତି, ବିଶ୍ରବା ଋଷିଙ୍କର ପୁତ୍ର। ତାଙ୍କ ରକ୍ତରେ ବ୍ରାହ୍ମଣର ପବିତ୍ରତା ପ୍ରବାହିତ ହେଉଥିଲା। ଚାରି ବେଦର ପଣ୍ଡିତ, ସଙ୍ଗୀତର ମହାନ କଳାକାର, ତନ୍ତ୍ରମନ୍ତ୍ରର ଜ୍ଞାତା। ଯେତେବେଳେ ସେ ବୀଣା ବଜାଉଥିଲେ, ଦେବତାମାନେ ମଧ୍ୟ ଥମି ଶୁଣୁଥିଲେ। ତାଙ୍କ ବିଦ୍ୟାର ଚର୍ଚ୍ଚା ତିନି ଲୋକରେ ହେଉଥିଲା। କିନ୍ତୁ ତଥାପି ତାଙ୍କ ହୃଦୟରେ ଏକ ଶୂନ୍ୟତା ଥିଲା, ଏକ ତୃଷ୍ଣା, ଯାହା କୌଣସି ସାଂସାରିକ ସଫଳତାରେ ମେଣ୍ଟୁ ନଥିଲା। ସେ ତିନି ଲୋକ ଜୟ କରିଥିଲେ, ଦେବତାମାନଙ୍କୁ ପରାସ୍ତ କରିଥିଲେ, କିନ୍ତୁ ତଥାପି କିଛି ଅଧୁରା ରହିଥିଲା। ଏକ ଦିନ ସେ ନିଜ ପୁଷ୍ପକ ବିମାନରେ ଆକାଶରେ ବିଚରଣ କରୁଥିବା ବେଳେ ତାଙ୍କ ଦୃଷ୍ଟି କୈଳାସ ପର୍ବତ ଉପରେ ପଡ଼ିଲା। ସେଠାରେ ସେ ଦେଖିଲେ ଏକ ଅନୁପମ ସୌନ୍ଦର୍ଯ୍ୟ। ମାତା ପାର୍ବତୀ ଆଦିଶକ୍ତିର ରୂପ, ପ୍ରକୃତିର ସାକାର ମୂର୍ତ୍ତି। ଭଗବାନ ଶିବଙ୍କ ସହ ବସିଥିବା ମାତା ପାର୍ବତୀଙ୍କୁ ଦେଖି ଲାଗୁଥିଲା ଯେମିତି ଚନ୍ଦ୍ର ଓ ସୂର୍ଯ୍ୟ ଏକାଠି ଝଲସୁଛନ୍ତି। ତାଙ୍କ ମୁସ୍କାନରେ ବସନ୍ତର ମାଧୁର୍ଯ୍ୟ, ତାଙ୍କ ଆଖିରେ ସମୁଦ୍ରର ଗଭୀରତା। ରାବଣର ହୃଦୟ ଯେମିତି ଥମିଗଲା। ଯିଏ କେବେ କାହା ଆଗରେ ମୁଣ୍ଡ ନୁଆଇ ନଥିଲେ, ସେ ଏକ ସାଧାରଣ ମଣିଷ ହୋଇଗଲେ। ପ୍ରେମ ହେଉ କି ମୋହ, ବାସନା ହେଉ କି ଆକର୍ଷଣ, କିଛି ନା କିଛି ତାଙ୍କ ସହ ଘଟିଥିଲା। କିନ୍ତୁ ରାବଣ କିଏ? ସେ ଥିଲେ ଦଶାନନ, 10 ମୁଣ୍ଡ ବିଶିଷ୍ଟ। ପ୍ରତ୍ୟେକ ମୁଣ୍ଡରେ ଅଲଗା ଚିନ୍ତା, ଅଲଗା ଇଚ୍ଛା, ଅଲଗା ବାସନା। ତାଙ୍କ ଅହଙ୍କାର କହୁଥିଲା, ମୁଁ ଯାହା ଚାହେଁ ତାହା ପାଇଥାଏ। ସେ ଭାବିଲେ, ମୁଁ ଇନ୍ଦ୍ରଙ୍କୁ ହରାଇଛି, ଯମରାଜକୁ ପରାସ୍ତ କରିଛି, ସୂର୍ଯ୍ୟ ଓ ଚନ୍ଦ୍ର ମୋ ଆଗରେ ନତ ହୁଅନ୍ତି, ତେବେ ଏହି ପାର୍ବତୀ ମଧ୍ୟ ମୋର ହୋଇପାରନ୍ତି। କିନ୍ତୁ ଏ କେତେ ଘାତକ ଚିନ୍ତା! ଅହଙ୍କାରରେ ଏହି ମଦ କେତେ ନିଶାଦାୟୀ! ଏହା ମଣିଷକୁ ଅନ୍ଧ କରିଦିଏ, ସତ୍ୟ ଅସତ୍ୟର ପରିଚୟ ହରାଇ ଦିଏ। ରାବଣ ଜାଣିନଥିଲେ ଯେ ପାର୍ବତୀ ହେଉଛନ୍ତି ଶିବଙ୍କ ଅର୍ଦ୍ଧାଙ୍ଗିନୀ। କିନ୍ତୁ ତାଙ୍କ ଅହଙ୍କାର ଏତେ ପ୍ରବଳ ଥିଲା ଯେ ସେ ଭାବିଲେ, ଶିବ ମୋ ଠାରୁ କ'ଣ ବଡ଼? ମୁଁ ମଧ୍ୟ ତାଙ୍କର ଭକ୍ତ, ମୁଁ ମଧ୍ୟ ମହାନ। ରାବଣ ନିଷ୍ପତ୍ତି ନେଲେ, ସେ କୈଳାସ ଯିବେ, ଶିବଙ୍କ ତପସ୍ୟା କରିବେ ଏବଂ ଏକ ବରଦାନ ମାଗିବେ, ଯାହା ତାଙ୍କ ଇଚ୍ଛାକୁ ପୂରଣ କରିବ। କିନ୍ତୁ କୈଳାସରେ ପହଞ୍ଚିବା ମାତ୍ରେ ନନ୍ଦୀ ତାଙ୍କୁ ଅଟକାଇଲେ। ରୁହ ଲଙ୍କେଶ, ଭଗବାନ ଶିବ ମାତା ପାର୍ବତୀଙ୍କ ସହ ଏକାନ୍ତରେ ଅଛନ୍ତି, କେହି ତାଙ୍କୁ ବିଘ୍ନ କରିପାରିବେ ନାହିଁ। ରାବଣ ଅହଙ୍କାର ଜଳି ଉଠିଲା, ମୁଁ ରାବଣ, ମୋତେ କେହି ଅଟକାଇ ପାରିବେ ନାହିଁ। ତାଙ୍କ ଆଖି ରାଗରେ ଲାଲ ହୋଇଗଲା। ନନ୍ଦୀ ଶାନ୍ତ ସ୍ୱରରେ କହିଲେ, ମୁଁ ଜାଣେ ତୁମେ କିଏ ମହାରାଜ, କିନ୍ତୁ ନିୟମ ତ ନିୟମ। ରାବଣ ହସିଲେ, କିନ୍ତୁ ତାଙ୍କ ହସରେ ତିକ୍ତତା ଥିଲା। ମୁଁ ହିଁ ନିୟମ, ମୁଁ ଥିବା ଜାଗାରେ ମୋ ନିୟମ ଚାଲେ। ଏବଂ ତାପରେ ରାବଣ ଏମିତି କିଛି କଲେ ଯାହାର କଳ୍ପନା କେହି କରିପାରିନଥାନ୍ତେ। ନିଜର ଅପାର ଶକ୍ତିରେ ସେ ସମଗ୍ର କୈଳାସ ପର୍ବତକୁ ଉଠାଇବାକୁ ଚେଷ୍ଟା କଲେ। ଯଦି ଶିବ ମୋ ପାଖକୁ ନ ଆସିବେ, ମୁଁ ଏହି କୈଳାସକୁ ମୋ ସହ ନେଇଯିବି। କୈଳାସ ହଲି ଉଠିଲା, ପର୍ବତ କମ୍ପିଲା, ଦେବତାମାନେ ଭୟଭୀତ ହେଲେ, ମାତା ପାର୍ବତୀ ଚିନ୍ତିତ ହେଲେ। କିନ୍ତୁ ଭଗବାନ ଶିବ ମୁସ୍କାନ ଦେଉଥିଲେ। ସେ ଜାଣିଥିଲେ ଏହା କେବଳ ଅହଙ୍କାରର ଖେଳ। ଶିବ ନିଜର ବାମ ପାଦର ଆଙ୍ଗୁଳି କୈଳାସ ଉପରେ ରଖିଲେ, ବାସ୍ କେବଳ ଆଙ୍ଗୁଳି। ଏବଂ କ'ଣ ହେଲା? ରାବଣ, ଯିଏ ସମଗ୍ର ପର୍ବତ ଉଠାଇବାକୁ ଚେଷ୍ଟା କରୁଥିଲେ, ସେ ପର୍ବତ ତଳେ ଚାପି ହୋଇ ଚିତ୍କାର କରି ଉଠିଲେ, ବଞ୍ଚାଅ, ଏ କେଉଁ ଶକ୍ତି! ରାବଣର ଚିତ୍କାର ସମଗ୍ର କୈଳାସରେ ଗୁଞ୍ଜୁଥିଲା। ଏହି ଯନ୍ତ୍ରଣାରେ ରାବଣ ନିଜର ଔକାତ ବୁଝିଲେ। ସେ ବୁଝିଲେ ଯେ ଶିବଙ୍କ ଆଗରେ କେତେ କ୍ଷୁଦ୍ର। ପର୍ବତ ତଳେ ଚାପି ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ରାବଣକୁ ହଠାତ୍ ଏକ ଦିବ୍ୟ ପ୍ରେରଣା ମିଳିଲା। ତାଙ୍କ ହୃଦୟରୁ, ତାଙ୍କ ଆତ୍ମାରୁ ଏକ ସ୍ତୁତି ବାହାରିଲା, ଯାହାକୁ ଆଜି ଆମେ ଶିବ ତାଣ୍ଡବ ସ୍ତୋତ୍ର ନାମରେ ଜାଣୁ। କେଉଁ ମୁହୂର୍ତ୍ତ ଥିଲା ତାହା? ରାବଣ ଗଳା ଭରି ଆସୁଥିଲା, ଆଖିରୁ ଲୁହ ଝରୁଥିଲା, ଯନ୍ତ୍ରଣା ଥିଲା, କିନ୍ତୁ ତାଠାରୁ ଅଧିକ ଥିଲା ପଶ୍ଚାତାପ। ପ୍ରଥମ ଥର ପାଇଁ ସେ ଅନୁଭବ କଲେ ଯେ ସେ କେତେ ଭୁଲ କରିଥିଲେ, କେତେ ଅହଙ୍କାରୀ ଥିଲେ। ତାଙ୍କର ସ୍ତୁତି ଶୁଣି
ତାଙ୍କର ସତ୍ୟ ଭକ୍ତି ଦେଖି ଶିବଙ୍କ ହୃଦୟ ଦରଡ଼ିଗଲା। ସେ ପ୍ରକଟ ହେଲେ, ଉଠ ରାବଣ, ତୁମ ସ୍ତୁତିରେ ମୁଁ ପ୍ରସନ୍ନ, ମାଗ କ'ଣ ଚାହୁଁଛ? ଏଠାରେ ଆସୁଛି ଏହି କାହାଣୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼। ରାବଣର ମନରେ ପୁଣି ସେହି ଇଚ୍ଛା ଜାଗି ଉଠିଲା, ଯାହା ତାଙ୍କୁ କୈଳାସ ପର୍ଯ୍ୟନ୍ତ ଆଣିଥିଲା। ସେ ଚାହୁଁଥିଲେ ମାତା ପାର୍ବତୀଙ୍କୁ ସିଧାସଳଖ ମାଗିବା ପାଇଁ, କିନ୍ତୁ ସେ ଜାଣିଥିଲେ ଏହା ସମ୍ଭବ ନୁହେଁ। ତେଣୁ ସେ ଚାଲାକିର ଆଶ୍ରୟ ନେଲେ। ପ୍ରଭୁ, ରାବଣ କହିଲେ, ମୁଁ ଚାହେଁ ଆପଣ ମୋତେ ତାହା ଦିଅନ୍ତୁ ଯାହା ଆପଣଙ୍କ ପାଇଁ ସବୁଠାରୁ ପ୍ରିୟ। ଶିବ ବୁଝିଗଲେ, ସେ ଜାଣୁଥିଲେ ରାବଣର ମନରେ କ'ଣ ଅଛି, କିନ୍ତୁ ଏକ ବଚନ ଦେଇସାରିଥିବାରୁ ତାହା ପୂରଣ କରିବାକୁ ହେବ। ମାତା ପାର୍ବତୀ ଏହା ଶୁଣିଲେ। ତାଙ୍କ ହୃଦୟ ବ୍ୟାକୁଳ ହେଲା। ସେ ଜାଣିଥିଲେ ରାବଣର ଅସଲ ଉଦ୍ଦେଶ୍ୟ। ସେ ଶିବଙ୍କ ପାଖକୁ ଗଲେ। ନାଥ, ଆପଣ ଜାଣନ୍ତି ରାବଣର ମନରେ କ'ଣ ଅଛି? ସେ ମୋତେ ହିଁ ଚାହୁଁଛି। ଶିବ ମାତାଙ୍କୁ ସାନ୍ତ୍ୱନା ଦେଲେ। ଚିନ୍ତା କର ନାହିଁ ପ୍ରିୟା, ମୁଁ ଜାଣେ କ'ଣ କରିବାକୁ ହେବ। ରାବଣକୁ ନିଶ୍ଚିତ ତାହା ମିଳିବ ଯାହା ସେ ମାଗିଛି, କିନ୍ତୁ ସେ ଯାହା ଆଶା କରୁଛି ତାହା ମିଳିବ ନାହିଁ। ପରଦିନ ଶିବ ରାବଣକୁ ଡାକିଲେ। ରାବଣ, ତୁମେ ଯାହା ମାଗିଥିଲ ମୁଁ ତାହା ଦେଉଛି। ରାବଣର ଆଖିରେ ଚମକ ଆସିଲା। ସେ ଭାବିଲେ ମାତା ପାର୍ବତୀ ତାଙ୍କର ହେବେ, କିନ୍ତୁ ଶିବ ଯାହା କଲେ ତାହା ଅଦ୍ଭୁତ ଥିଲା। ସେ ଜଣେ ବୃଦ୍ଧା ସ୍ତ୍ରୀଙ୍କୁ ଡାକିଲେ, ଯାହାର କେଶ ଧଳା, ମୁହଁରେ କୁଞ୍ଚନ, ପିଠି ନୁଆଇଁ ଯାଇଥିଲା। ଏ ହେଉଛି ମୋ ପାଇଁ ସବୁଠାରୁ ପ୍ରିୟ। ଶିବ କହିଲେ, ଏହା ମୋ ମାତା ତୁଲ୍ୟ କୋକିଳା। ରାବଣର ଆଖି ଫାଟିଗଲା। ଏ କ'ଣ? ସେ କମ୍ପିତ ସ୍ୱରରେ କହିଲେ। ଶିବ ହସିଦେଲେ। ତୁମେ ମୋର ସବୁଠାରୁ ପ୍ରିୟ ଜିନିଷ ମାଗିଥିଲ, ମୁଁ ତାହା ଦେଇଛି। ରାବଣ ବୁଝିଗଲେ ସେ ଠକିଗଲେ, କିନ୍ତୁ ଶିବଙ୍କ ବଚନକୁ ସେ ଗ୍ରହଣ କରିବାକୁ ବାଧ୍ୟ ହେଲେ। ସେହି ବୃଦ୍ଧା ସ୍ତ୍ରୀ ରାବଣଙ୍କ ସହ ଲଙ୍କା ଗଲେ, କିନ୍ତୁ ରାବଣର ମନ ଉଦାସ ଥିଲା। ବୃଦ୍ଧା କହିଲେ, ପୁତ୍ର, ମୁଁ ଜାଣେ ତୁମ ମନ ଦୁଃଖ। ତୁମେ ଭାବୁଛ ତୁମେ ଠକିଗଲ, କିନ୍ତୁ ତୁମେ କ'ଣ ଜାଣିଛ? ତୁମେ ଅସଲରେ କ'ଣ ପାଇଛ? ରାବଣ ଆଶ୍ଚର୍ଯ୍ୟରେ ଚାହିଁଲେ। ବୃଦ୍ଧା ହସିଦେଲେ। ମୁଁ ହେଉଛି ସାକ୍ଷାତ ମାତା ପାର୍ବତୀ। ରାବଣ ବିଶ୍ୱାସ କରିପାରିଲେ ନାହିଁ। ବୃଦ୍ଧା ନିଜର ଅସଲ ରୂପ ଦେଖାଇଲେ। ସେହି ଅନୁପମ ସୌନ୍ଦର୍ଯ୍ୟ, ସେହି ଦିବ୍ୟ ତେଜ, ଏବଂ ପୁଣି ସେ ବୃଦ୍ଧା ରୂପକୁ ଫେରିଗଲେ। ଦେଖିଲ ପୁତ୍ର, ମୁଁ ହିଁ ସେହି ଯାହାକୁ ତୁମେ ଚାହିଁଥିଲ। କିନ୍ତୁ ଶିବ ମୋତେ ଏହି ରୂପ ଦେଇଛନ୍ତି ଯାହା ତୁମ ବାସନାକୁ ଶାନ୍ତ କରିବ। ମାତା ପାର୍ବତୀ ରାବଣକୁ ବୁଝାଇଲେ, ପୁତ୍ର, ତୁମେ ମହାନ ବିଦ୍ୱାନ, କିନ୍ତୁ ତୁମ ଜ୍ଞାନରେ ଏକ ବଡ଼ ଅଭାବ ଅଛି। ତୁମେ ପ୍ରତ୍ୟେକ ସ୍ତ୍ରୀକୁ ଭୋଗର ବସ୍ତୁ ଭାବୁଛ। ସ୍ତ୍ରୀ କେବଳ ପତ୍ନୀ କିମ୍ବା ପ୍ରେମିକା ନୁହେଁ, ସେ ମାତା, ଭଉଣୀ, ଝିଅ ମଧ୍ୟ। ରାବଣ ଚୁପ୍ ରହି ଶୁଣୁଥିଲେ। ମୁଁ ତୁମର ମାତା ରାବଣ। ପ୍ରତ୍ୟେକ ସ୍ତ୍ରୀ କାହା ପାଇଁ ମାତା? ଯେତେବେଳେ ତୁମେ କୌଣସି ସ୍ତ୍ରୀକୁ ଭୁଲ ଦୃଷ୍ଟିରେ ଦେଖୁଛ, ତୁମେ କାହାର ମାତାର ଅପମାନ କରୁଛ। ରାବଣ ମାତାଙ୍କ ଶିକ୍ଷା ଗ୍ରହଣ କଲେ। ସେ ମାତାଙ୍କ ସେବା କଲେ, ତାଙ୍କୁ ମାତା ଭାବେ ସମ୍ମାନ ଦେଲେ। ମାସ ମାସ ଧରି ମାତା ପାର୍ବତୀ ତାଙ୍କୁ ଜ୍ଞାନ ଦେଲେ। ପୁତ୍ର, ତୁମ ପାଖରେ ଶକ୍ତି, ବିଦ୍ୟା, ଧନ ଅଛି, କିନ୍ତୁ ଦୟା, କ୍ଷମା, ବିନମ୍ରତା ନାହିଁ। ଏକ ରାଜା ନ୍ୟାୟପ୍ରିୟ, ନିଷ୍ପକ୍ଷ ହୁଏ। ସେ ପ୍ରଜାର ରକ୍ଷା କରେ, ଶୋଷଣ ନୁହେଁ। ରାବଣକୁ ନିଜର ଭୁଲ ବୁଝା ପଡ଼ିଲା। ସେ ଚାହିଁଲେ ବଦଳିବାକୁ, କିନ୍ତୁ ଅହଙ୍କାର ଏତେ ସହଜରେ ଛାଡ଼େ ନାହିଁ। ଦିନେ ମାତା ପାର୍ବତୀ କହିଲେ, ପୁତ୍ର, ମୋତେ ସ୍ୱର୍ଗକୁ ଯିବାକୁ ହେବ। ରାବଣ ବ୍ୟାକୁଳ ହେଲେ। ମାତା, ଆପଣ ମୋର ବରଦାନ, ଆପଣ ଯାଇପାରିବେ ନାହିଁ। ମାତା ହସିଦେଲେ। ଦେଖିଲ ରାବଣ, ତୁମେ ମୋତେ ନିଜର ସମ୍ପତ୍ତି ଭାବୁଛ। ମୁଁ କାହାର ନୁହେଁ, ମୁଁ ସ୍ୱାଧୀନ। ରାବଣକୁ ନିଜର ଭୁଲ ବୁଝା ପଡ଼ିଲା। ମାତା କହିଲେ, ଏହା ତୁମର ଶେଷ ଚେତାବନୀ। ରାବଣ, ଯଦି ତୁମେ ନ ବଦଳିଲ, ତୁମର ବିନାଶ ନିଶ୍ଚିତ। ତୁମେ କୌଣସି ସ୍ତ୍ରୀ କାରଣରୁ ନିଜର ସର୍ବନାଶ କରିବ? ରାବଣ ହସିଲେ। ଅସମ୍ଭବ ମାତା, ମୁଁ ରାବଣ, କୌଣସି ସ୍ତ୍ରୀ ମୋର ସର୍ବନାଶ କରିପାରିବ ନାହିଁ। ମାତା ପାର୍ବତୀଙ୍କ ଆଖିରେ ଦୁଃଖ ଦେଖାଗଲା। ଏହା ତୁମର ଭୁଲ ପୁତ୍ର, ତୁମେ ସ୍ତ୍ରୀର ଶକ୍ତିକୁ ବୁଝିନାହଁ। ଏହା କହି ମାତା କୈଳାସ ଫେରିଗଲେ। ବର୍ଷ ବିତିଗଲା। ରାବଣ ପୁଣି ସେହି ଅହଙ୍କାରୀ ରାଜା ହେଲେ। ସେ ଅତ୍ୟାଚାର ଆରମ୍ଭ କଲେ, କିନ୍ତୁ ରାତିରେ କେବେ କେବେ ତାଙ୍କୁ ମାତା ପାର୍ବତୀଙ୍କ ଚେତାବନୀ ଶୁଣାଯାଉଥିଲା। ରାବଣ, ତୁମେ କୌଣସି ସ୍ତ୍ରୀ କାରଣରୁ ନିଜର ସର୍ବନାଶ କରିବ। ଏକ ଦିନ ସେ ସୀତା ମାତାଙ୍କ ବିଷୟରେ ଶୁଣିଲେ। ରାଜା ଜନକଙ୍କ ଝିଅ, ଭଗବାନ ରାମଙ୍କ ପତ୍ନୀ। କେହି କହିଥିଲେ ତାଙ୍କ ଆଗରେ ଅପ୍ସରାମାନେ ମଧ୍ୟ ଫିକା ଲାଗନ୍ତି। ରାବଣର ମନରେ ପୁଣି ସେହି ବାସନା ଜାଗିଲା।
ସେ ଭାବିଲେ ସୀତା ତ ଏକ ସାଧାରଣ ମଣିଷର ପତ୍ନୀ, ମାତା ପାର୍ବତୀ ତ ଦେବୀ ଥିଲେ। ଯଦି ମୁଁ ଦେବୀଙ୍କୁ ପାଇପାରୁଥିଲି, ଏହି ସାଧାରଣ ସ୍ତ୍ରୀକୁ କାହିଁକି ନୁହେଁ? ଏବଂ ତାପରେ ସେ ସୀତା ମାତାଙ୍କୁ ଅପହରଣ କଲେ। ଯେତେବେଳେ ସେ ସୀତାଙ୍କୁ ଲଙ୍କାରେ ବନ୍ଦୀ କଲେ, ତାଙ୍କୁ ମାତା ପାର୍ବତୀଙ୍କ କଥା ମନେ ପଡ଼ିଲା। ତୁମେ କୌଣସି ସ୍ତ୍ରୀ କାରଣରୁ ନିଜର ସର୍ବନାଶ କରିବ। ପ୍ରଥମ ଥର ପାଇଁ ରାବଣକୁ ଭୟ ଲାଗିଲା। ସେ ବୁଝିଲେ ସେ ଭୟଙ୍କର ଭୁଲ କରିଛନ୍ତି। କିନ୍ତୁ ତୀର ଧନୁରୁ ବାହାରି ସାରିଥିଲା। ଭଗବାନ ରାମଙ୍କ ସୈନ୍ୟ ଲଙ୍କା ଆଡ଼େ ଆସୁଥିଲେ। ରାବଣ ନିଜ ମନ୍ତ୍ରୀମାନଙ୍କୁ କହିଲେ, ସୀତାଙ୍କୁ ଫେରାଇ ଦିଅନ୍ତୁ। କିନ୍ତୁ ତାଙ୍କ ଅହଙ୍କାର ପୁଣି ଜାଗିଲା। ନା, ମୁଁ ରାବଣ, ମୁଁ କାହା ଆଗରେ ନତ ହେବି ନାହିଁ। ଯେତେବେଳେ ରାମଙ୍କ ବାଣ ରାବଣର ହୃଦୟରେ ବାଜିଲା, ତାଙ୍କର ଅନ୍ତିମ ମୁହୂର୍ତ୍ତରେ ସେ ମାତା ପାର୍ବତୀଙ୍କ ମୁହଁ ଦେଖିଲେ। ମାତା, ରାବଣ କହିଲେ, ମୁଁ ବୁଝିଗଲି ଆପଣଙ୍କ କଥା ସତ୍ୟ ଥିଲା। ମାତା ପାର୍ବତୀଙ୍କ ମୁହଁ କରୁଣାରେ ପୂର୍ଣ୍ଣ ଥିଲା। ପୁତ୍ର, ମୁଁ ତୁମକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି, କିନ୍ତୁ ତୁମେ ଅହଙ୍କାରକୁ ଆପଣାଇଲ। ରାବଣ ପଚାରିଲେ, ମାତା, ମୋତେ କ୍ଷମା ମିଳିପାରିବ କି? ମାତା କହିଲେ, ପ୍ରତ୍ୟେକ ଆତ୍ମାକୁ କ୍ଷମା ମିଳେ, କିନ୍ତୁ ତା ପୂର୍ବରୁ ତାକୁ ନିଜର ଭୁଲର ଫଳ ଭୋଗିବାକୁ ହୁଏ। ରାବଣର ମୃତ୍ୟୁ ପରେ ତାଙ୍କ ଆତ୍ମା ବୁଝିଲା ଯେ ମାତା ପାର୍ବତୀ ତାଙ୍କୁ ବରଦାନ ନୁହେଁ, ବରଂ ଏକ ସୁଯୋଗ ଦେଇଥିଲେ, ବଦଳିବାର ସୁଯୋଗ, ସୁଧୁରିବାର ସୁଯୋଗ। କିନ୍ତୁ ସେ ତାହା ସଦୁପଯୋଗ କରିପାରିନଥିଲେ। ତାଙ୍କର ଅହଙ୍କାର ତାଙ୍କର ସବୁଠାରୁ ବଡ଼ ଶତ୍ରୁ ସାବ୍ୟସ୍ତ ହେଲା। ତେବେ ପ୍ରିୟ ଭକ୍ତମାନେ, ଏହା ଥିଲା ରାବଣ ଓ ମାତା ପାର୍ବତୀଙ୍କର ରହସ୍ୟମୟ କାହାଣୀ। ଆଶା କରୁଛୁ ଏହି କାହାଣୀ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଦୟାକରି ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଶ୍ରୀକୃଷ୍ଣ ଲେଖି ଆପଣଙ୍କ ଶ୍ରଦ୍ଧାକୁ ପ୍ରକାଶ କରନ୍ତୁ। ଏହି କାହାଣୀକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଶ୍ରୀରାମ। ଓಂ ନମଃ ଶିବାୟ। ଓಂ ଶ୍ରୀ ପାର୍ବତୀ ନମଃ। ଧନ୍ୟବାଦ।